इथे ठाकुर अच्छा ईशानेश्वरी माँ मंगला सारला विमला अंतेश्वरी ये सात भौणी साढ़े पूजा पाँच तीन भौणी इटे 4 भौणी पूजा पाँच माँ। हेलो फ्रेंड, बर्तमान आम बाहरी माँ चषाकुंड मंगला पाखक। बर्तमान ये हूँ कोरुआ ब्रिज ऊपर चित्रतला नदी तले अच्छी देखुंट माँ मंगला पाखक। बर्तमान आम जाऊँ नमस्कार। वर्तमान आम आसी पहुँचीचु गरदपुर ग्रामर माँ चषाकुंड मंगला पाखे। ये हूँ वर्तमान से मंगला दृश्य आपण मैंने देखु। ये हूँ माँ केन्दु गछरे केते डोरी बंधाई आपण मैंने देखु। ये हूँ से दृश्य सहीनब सबुअली दबुनील मते गाली सहीनब सबुअली दबुनील मते गाली तो ये केन्दु गछरे वर्तमान सब डोरी बंधाई जो मानसिक नहीं डोरी बांधि तांकरी मनस्कामना पूर्ण होगापी ये बर्तमान डोरी बंधाई देखिपे। ये हूँ तुलसी गछ मालो मालो जनमे जनमे मु तोर धन जनमे जनमे मु तोर धन सहीनब सबुअली दबुनील मते गाली सहीनब सबुअली दबुनील मते गाली तो कोଳରେ खेलुथिबी सारा जीवन मालो मालो जनमे जनमे मु तोर धन जनमे जनमे मु तोर धन। देखिबि किए तोठार मते दब दूरेई सबुदिने मो लुह पछिबु पाखरे थाई देखिबि किए तोठार मते दब दूरेई सबुदिने मो लुह पछिबु
ମୋତେ ଯେତେବେଳେ 12 ବର୍ଷ ହେଇଥିଲା ଆଜ୍ଞା ସେତେବେଳେ ଠାକୁର ପ୍ରାୟ 1.5 ଇଞ୍ଚ ଖଣ୍ଡେ ହାଇଟ୍ ଥିଲେ, 4 ଫୁଟ ହଁ ହେଇଗଲେ। ହଁ ଏଠି ଠାକୁରଙ୍କ ଅଛନ୍ତି ଈଶାନେଶ୍ୱରୀ, ମା ମଙ୍ଗଳା, ମା ଶାରଳା, ବିମଳା, ଅନ୍ତେଶ୍ୱରୀ, ଇଏ 7 ଭଉଣୀ। 7 ଭଉଣୀ ସାଡ଼େ ପୂଜା ପାଉଛନ୍ତି 3 ଭଉଣୀ, ଏଠି 4 ଭଉଣୀ ପୂଜା ପାଉଛନ୍ତି। ମାଆଙ୍କର ମାଆଙ୍କୁ ଯିଏ ଭକ୍ତି କରିବ ହୁଁ ସିଏ ଫଳପଦ ପାଇବ, ରୋଗ ବୈରାଗ ଭଲ ମନ୍ଦ। ମାଆଙ୍କର ହେଉଛି ଏକମାତ୍ର ଔଷଧ ହେଉଛି ଧଣ୍ଡା ପାଦୁକ। ଆଉ ଯିଏ ମାନସିକ କରିବ ଗୁଆ ବସିବ, 5 ପାଳି ଓଷା କରିବ। 5 ପାଳି ପିଆଜ ରସୁଣ ମାଛ ମାଂସ ଉଷୁନା କୌଣସି ଜିନିଷ ଗ୍ରହଣ କରିବନି। ସବୁବେଳେ ମାଆଙ୍କୁ ଡାକୁଥିବ, ମାଆଙ୍କ ଧଣ୍ଡା ପାଦୁକ ପାଉଥିବ, ତାର ନିଶ୍ଚୟ ମାଆ ରୋଗମୁକ୍ତ କରିବେ। ଏଠି ପ୍ରାୟ 1000 ଲୋକ ମଙ୍ଗଳବାରରେ ଆସୁଛନ୍ତି, ମଙ୍ଗଳାରେ ପୂଜା ପାଠ କରୁଛନ୍ତି, ଭୋଗରାଗ କରୁଛନ୍ତି, ତାପରେ ମାନସିକ କରିକି ଯାଉଛନ୍ତି, ମାନସିକ କରି ରୋଗ ମୁକ୍ତ ହେଉଛି। ଆଉ ଏମିତି ମାଆ ତାଙ୍କର ଦେଉଳ ହବା ନାହିଁ, ସେ ଫାଙ୍କା ଜଙ୍ଗଲି ମଙ୍ଗଳା, ସେ ଫାଙ୍କାରେ ରହିବେ। ଆଉ ଏଠି ଆଗରୁ ବିରାଟ ବଡ଼ ଜଙ୍ଗଲ ଥିଲା, ହେଟା ବିଲୁଆ ହରିଣ ଝିଙ୍କ ପକ୍ଷୀ ଏସବୁ ଆମେ ଦେଖି ଆସିଥିଲୁ। କିନ୍ତୁ ବର୍ତ୍ତମାନ ଆମେ ତାକୁ ସବୁ ସଫାସଫି କରି ଇଏ ପ୍ରସିଦ୍ଧ ଯଜ୍ଞ ଟାଇମ୍ ହେଉଛି ବୈଶାଖ ପୂର୍ଣ୍ଣମୀ। ବୈଶାଖରେ 1000 ଲୋକ ଏଠିକି ଆସନ୍ତି। 5 ଦିନ କାଳ ଯଜ୍ଞ ହୁଏ, ଅଷ୍ଟମ ପରି ବି ହୁଏ। ଆଉ ସେ ହେଉଛି ବୈଶାଖ ପୂର୍ଣ୍ଣମୀ। ଆଉ ଜଗତସିଂହପୁର, କଟକ, ରାଉରକେଲା, ପୁରୀ, ସମ୍ବଲପୁର ଏମିତି ବହୁତ ଭକ୍ତମାନେ ଆସିକରି ଏଇଠି 2-4 ଦିନ ରହନ୍ତି, ଯଜ୍ଞ କାମ ଶେଷ କରି ଯାଆନ୍ତି। ହେଉଛି ଠାକୁର ଯେଉଁ ପୂଜା ପାଉଛନ୍ତି ସେ କେନ୍ଦୁ କୋଚିଳା ମୂଳେ ତାଙ୍କର ଆଶ୍ରୟ। ଆଜିକୁ ଆମେ ଦେଖୁଛୁ ଗୋଟେ କୋଚିଳା ଅଛି ପ୍ରାୟ 300 ବର୍ଷ ଖଣ୍ଡେ ହେବ। କୋଚିଳା ତ 300 ବର୍ଷ ଖଣ୍ଡେ ହେବ। ଆଉ ସେ କେନ୍ଦୁ କୋଚିଳା ମୂଳେ ତାର ଆଶ୍ରୟ। ବିରାଟ ଜଙ୍ଗଲ, ଆମ୍ବ ତୋଟା ଫୋଟା ସବୁ ମାଆଙ୍କର ରହିଛି। ବର୍ତ୍ତମାନ ଦେଖୁଛନ୍ତି ସେଇ ଜଙ୍ଗଲ ଭିତରର ଦୃଶ୍ୟ। ଜଙ୍ଗଲ ଭିତରେ ମା ବନ ମଙ୍ଗଳା ଅଛନ୍ତି। ଇଏ ହେଉଛି ତାଙ୍କରି ସେଇ ଜଙ୍ଗଲର ଦୃଶ୍ୟ ଦେଖନ୍ତୁ। ଏ ବର୍ତ୍ତମାନ ପାଇଁ ହେଉଛି ସେଇ କେନ୍ଦୁ ଗଛରେ ସବୁ ଡୋରି ବନ୍ଧା ହେଇଛି। ତା ପାଖରେ ବି ଆହୁରି ଗୋଟେ ଅଛି ମାଙ୍କ ପାର୍ଶ୍ୱରେ କୋଚିଳା ଖାଇ ଗଛ ମାଙ୍କ ପାଖରେ ଦେଖନ୍ତୁ। ଇଏ ବର୍ତ୍ତମାନ ଅଛି ଗୋଟେ ନାଗଚମ୍ପା ଗଛ, ଫଳ ବି ହେଇଛି ଆପଣମାନେ ଦେଖନ୍ତୁ। ବହୁତ ସୁନ୍ଦର ପରିବେଶ, ଥରେ ଆସନ୍ତୁ ବୁଲିକି ଯାଆନ୍ତୁ। ଇଏ ମନ୍ଦିର ସମ୍ମୁଖରେ ଅଛି ଯଜ୍ଞ ଘର, ଦେଖିପାରୁଥିବେ। ବହୁତ ସୁନ୍ଦର ପରିବେଶ, ଶାନ୍ତି ପରିବେଶ। ଆସିକି ଥରେ ବୁଲିକି ଯାଆନ୍ତୁ, ଦେଖନ୍ତୁ, ଆପଣଙ୍କର ମନରେ ବହୁତ ଖୁସି ଆସିବ। ବର୍ତ୍ତମାନ ମାଙ୍କ ବିଷୟରେ ତ କିଛି ଅଳ୍ପ ବହୁତ ଜାଣିଲେ, ଆଉ ମନ୍ଦିରର ଚାରିପାର୍ଶ୍ୱରେ ସବୁ ଦର୍ଶନ ଆପଣମାନେ ସବୁ କଲେ। ବର୍ତ୍ତମାନ ଆମେ ଘରକୁ ଫେରିବାର ସମୟ। ଭିଡ଼ିଓଟିକୁ ଆପଣମାନେ ଯଦି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବା ପାଇଁ ଆପଣମାନେ କେବେ ଭୁଲିବେନି। BKM ବ୍ଲଗ୍ସ।
माय यूट्यूब चैनल। रहुची जय जगन्नाथ नमस्कार।